ପୁରୀ ବସଷ୍ଟାଣ୍ଡ ନିକଟରୁ ବାଇକ୍ ଲୁଟି ନେଲା ଚୋର। କିନ୍ତୁ ଚୋର ଯେତେ ଚାଲାକ ହେଲେ ବି ଦିନେ ନା ଦିନେ ନିଶ୍ଚୟ ଧରା ପଡେ। ଆଉ ଯାହା ଏହି ଲୁଟେରା ସହ ହୋଇଛି। ସିସିଟିଭି ଫୁଟେଜରେ ରହିଛି ଲୁଟ୍ କରି ପଳାଇବାର ଟିକନିକ ଭିଡିଓ। ତେବେ ଏହି ଲୁଟେରା ଭୋର ପ୍ରାୟ 4:14 ବାଇକଟିକୁ ଗଡେଇ ଗଡେଇ ନେଇଯାଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ତେବେ ଏହି ଘଟଣା ଗତକାଲି ରାତିରେ ହୋଇଥିବା ବେଳେ ଚୋରିର ଶିକାର ହୋଇଛନ୍ତି ଦୀପକ ପ୍ରଧାନ ନାମକ ଜଣେ ବ୍ୟକ୍ତି। ଘରକୁ ଫେରି ନିଜ ଘର ପାଖରେ ବାଇକଟି ରଖିଥିଲେ ଦୀପକ। ହେଲେ ଆଜି ସକାଳେ ଉଠି ଦେଖିଲେ ତାଙ୍କ ଗାଡି ନାହିଁ। ବ୍ୟକ୍ତି ଜଣକ କୁମାରପଡା ଥାନାରେ ଏତଲା ଦେଇଥିଲେ ଏବଂ ସିସିଟିଭି ଯାଞ୍ଚ ସମୟରେ ଜଣାପଡିଥିଲା କି ଚେକ୍ ସାର୍ଟ ପିନ୍ଧିଥିବା ଜଣେ ଲୁଟେରା ଗାଡିକୁ ଟାଉନ ଭିତରକୁ ଗଡେଇ ଗଡେଇ ଛୁ ମାରିଛି, ଯାହା ସିସିଟିଭି ଫୁଟେଜରେ ସ୍ପଷ୍ଟ ଭାବେ ଜଣାପଡିଛି। ପୁଲିସ ପାଖରେ ସିସିଟିଭି ଫୁଟେଜ ଥିଲେ ମଧ୍ୟ ଲୁଟେରାର କୌଣସି ସନ୍ଧାନ ଏଯାବତ ମିଳିନଥିବା ଜଣାପଡିଛି। ପୁରୀରୁ ସଞ୍ଜୟ ମହାପାତ୍ରଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।